ଦୁଃଖକୁ ସ୍ୱୀକାର କର, କିନ୍ତୁ ଦୁଃଖରେ ବୁଡ଼ିଯାଅ ନାହିଁ। ତୁମର ଲକ୍ଷ୍ୟ ହେଉଛି ଭିତରର ଶାନ୍ତି ଖୋଜିବା, କାରଣ ବାହାରର କୌଣସି ଜିନିଷ ତୁମକୁ ସ୍ଥାୟୀ ସୁଖ ଦେଇପାରିବ ନାହିଁ। ଜୀବନରେ ଆଗକୁ ବଢ଼, ସାଧୁତା ସହିତ କାମ କର ଏବଂ ନିଜର ଦୁଃଖକୁ ନାମଜପରେ ଧୋଇଦିଅ। ତୁମର ସବୁ ଯନ୍ତ୍ରଣା ଆପେ ଆପେ ଦୂର ହୋଇଯିବ। ଦେଖ, ତୁମର ମନ କ'ଣ କରୁଛି? ଏହା ଅତୀତର କ୍ଷତିକୁ ଧରି ରଖିଛି, ପୁରୁଣା ଅପମାନକୁ ବାରମ୍ବାର ଖୋଳୁଛି ଏବଂ ଭବିଷ୍ୟତର ଚିନ୍ତାରେ ବ୍ୟସ୍ତ ହେଉଛି। କିନ୍ତୁ କ'ଣ ତୁମର ଏହି ଚିନ୍ତାଧାରା କିଛି ବଦଳାଇ ପାରିବ? ନା। ଯେତେବେଳେ ପୁଅମାନଙ୍କ ମନରେ କଷ୍ଟ ହୁଏ, ସେମାନେ ଭାବନ୍ତି ସେମାନେ ଖରାପ ଅଟନ୍ତି। ମାତ୍ର ମନେ ରଖ, ତୁମେ ନିଜେ ତୁମର ମନ ନୁହେଁ, ତୁମେ ଏହି ମନର ମାଲିକ ଅଟ। ମନ ଏକ ଚଞ୍ଚଳ ଘୋଡ଼ା ପରି, ଯାହାକୁ ଲଗାମ ଦେଇ ନିୟନ୍ତ୍ରଣ କରିବାକୁ ପଡ଼େ। ତୁମେ ମନକୁ ସେହି ସ୍ମୃତିଗୁଡ଼ିକୁ ଧରି ରଖିବାକୁ ଅନୁମତି ଦିଅ ନାହିଁ, ଯାହା ତୁମକୁ ଦୁଃଖ ଦେଉଛି। ଅତୀତ ହେଉଛି ଏକ ବୋଝ। ଏହି ବୋଝକୁ କାନ୍ଧରେ ନେଇ ତୁମେ କେବେ ବି ଆଗକୁ ବଢ଼ିପାରିବ ନାହିଁ। ଆଜି ଏହି ମୁହୂର୍ତ୍ତରେ ତୁମେ ନିଷ୍ପତ୍ତି ନିଅ ଯେ ତୁମେ ପୁରୁଣା ଭୁଲଗୁଡ଼ିକରୁ ଶିକ୍ଷା ନେବ, କିନ୍ତୁ ସେହି ଭୁଲଗୁଡ଼ିକର କଏଦୀ ହେବ ନାହିଁ। ପ୍ରକୃତ ପ୍ରଗତି କ'ଣ? ପ୍ରଗତିର ଅର୍ଥ ହେଉଛି ପ୍ରତିଦିନ ଅଳ୍ପ ମାତ୍ରାରେ ଉତ୍ତମ ହେବା। ତୁମେ ଯଦି ଗତକାଲି ତୁଳନାରେ ଆଜି କେବଳ ଏକ ଅଧିକ ଶୃଙ୍ଖଳିତ, ଅଧିକ ଶାନ୍ତ ବା ଅଧିକ କର୍ମନିଷ୍ଠ ହେଉଛ, ତେବେ ତୁମେ ସଫଳତାର ମାର୍ଗରେ ଅଛ। ଏହି ଛୋଟ ଛୋଟ ପରିବର୍ତ୍ତନଗୁଡ଼ିକ ହିଁ ସମୟକ୍ରମେ ବିରାଟ ଫଳ ଦିଏ। ଯେତେବେଳେ ଦୁଃଖ ଆସେ, ସେତେବେଳେ ତୁମେ ନିଜକୁ ପ୍ରଶ୍ନ କର, ମୁଁ ଏହି ସମୟକୁ ଈଶ୍ୱରଙ୍କ ସେବାରେ କିପରି ଉପଯୋଗ କରିପାରିବି? ନିଜର ଦୁଃଖକୁ ଅନ୍ୟର ସେବାରେ ବା କଠିନ ପରିଶ୍ରମରେ ବଦଳାଇ ଦିଅ। ଯିଏ ନିଜର ଶକ୍ତି ଅନ୍ୟର ମଙ୍ଗଳରେ ବ୍ୟବହାର କରେ, ତାର ଦୁଃଖ ଆପେ ଆପେ ଦୂର ହୋଇଯାଏ। ତୁମର ଶରୀର ଏବଂ ମନ ଏକ ମନ୍ଦିର ପରି। ଏହାକୁ ସବୁବେଳେ ପରିଷ୍କାର ରଖ। ମିଥ୍ୟା କୁହ ନାହିଁ, କାହାକୁ ଠକ ନାହିଁ ଏବଂ କୌଣସି ବିଷାକ୍ତ ଚିନ୍ତାଧାରାକୁ ସ୍ଥାନ ଦିଅ ନାହିଁ। ଏହା ହିଁ ଆତ୍ମସମ୍ମାନର ସବୁଠାରୁ ବଡ଼ ପ୍ରମାଣ। ଧର୍ମକୁ ପାଳନ କର, ନାମ ଜପ କର। ତୁମର ମନକୁ ସର୍ବଦା ଈଶ୍ୱରଙ୍କଠାରେ ଲଗାଅ। ଏହି ସଂସାରର ସବୁଠାରୁ ବଡ଼ କଷ୍ଟ ମଧ୍ୟ ଈଶ୍ୱରଙ୍କ ନାମ ଆଗରେ ଛୋଟ ହୋଇଯାଏ। ତୁମେ ଏକ ଅମର ଆତ୍ମା। ଆମେ ଯେଉଁ ଦୁଃଖକୁ ନେଇ ଚିନ୍ତିତ, ତାହାର ମୂଳ କାରଣ କେଉଁଠାରେ? ବାହାରେ ନୁହେଁ। ଏହା ହେଉଛି ଆମର ଅସୀମିତ ଇଚ୍ଛା ଏବଂ ବ୍ୟାକୁଳତା, ଅନଲିମିଟେଡ୍ ଡିଜାୟାର୍ସ। ତୁମେ ଭାବୁଛ ଯେ ତୁମକୁ ଯେତେବେଳେ ସଂସାରର ସବୁ ସୁଖ, ସମ୍ମାନ ଏବଂ ସଫଳତା ମିଳିଯିବ, ସେତେବେଳେ ଯାଇ ତୁମେ ଖୁସି ହେବ। ମାତ୍ର ଏହା ଏକ ଭ୍ରମ। ଆଜି ତୁମେ ଗୋଟିଏ ଜିନିଷ ଚାହୁଁଛ, ତାହା ମିଳିବା ପରେ ତୁମର ମନ ଆଉ ଏକ ବଡ଼ ଜିନିଷ ଚାହିଁବ। ତୁମର ମନ କେବେ ବି ସନ୍ତୁଷ୍ଟ ହେବ ନାହିଁ। ଏହିପରି ଭାବରେ ଇଚ୍ଛାର ଶୃଙ୍ଖଳା କେବେ ଶେଷ ହୁଏ ନାହିଁ ଏବଂ ତୁମେ ସବୁବେଳେ ଦୁଃଖୀ ରୁହ। ଏହା ହିଁ ପୁଅମାନଙ୍କର ସବୁଠାରୁ ବଡ଼ କଷ୍ଟ, ସଂସାରର ମିଥ୍ୟା ସୁଖ ପଛରେ ଦୌଡ଼ିବା। ତେବେ ଏହାର ସମାଧାନ କ'ଣ? ସମାଧାନ ହେଉଛି ସନ୍ତୋଷ ଏବଂ ଭଗବାନଙ୍କ ଉପରେ ବିଶ୍ୱାସ। କଣ୍ଟେନମେଣ୍ଟ ଆଣ୍ଡ ଫେଥ୍ ଇନ୍ ଗଡ୍। ଏକ ସନ୍ତୋଷର ଅଭ୍ୟାସ କର। ତୁମ ପାଖରେ ଯାହା ଅଛି, ତାହା ପାଇଁ ପ୍ରଥମେ ଭଗବାନଙ୍କୁ ଧନ୍ୟବାଦ ଦିଅ। ତୁମର ଶରୀର, ତୁମର ଶ୍ୱାସ, ତୁମର ଖାଦ୍ୟ, ଏସବୁକୁ ଦେଖ। ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଏତିକି ବି ପାଆନ୍ତି ନାହିଁ। ଯେତେବେଳେ ତୁମେ ସନ୍ତୋଷରେ ରୁହ, ସେତେବେଳେ ବାହ୍ୟ ପରିସ୍ଥିତି ତୁମକୁ ଆଉ ବିବ୍ରତ କରିପାରେ ନାହିଁ। 2. ନିଜର କର୍ମକୁ ନିରପେକ୍ଷ ଭାବରେ କର। ତୁମର ଦାୟିତ୍ୱଗୁଡ଼ିକୁ ଭଗବାନଙ୍କ ସେବା ଭାବରେ ଗ୍ରହଣ କର। ତୁମର ଅଧ୍ୟୟନ, ତୁମର ଚାକିରି, ତୁମର ପରିବାର ପ୍ରତି ଦାୟିତ୍ୱ, ଏସବୁ ହିଁ ତୁମର ପୂଜା। ଫଳାଫଳ ବିଷୟରେ ଚିନ୍ତା ନ କରି ଶୁଦ୍ଧ ମନରେ କର୍ମ କରି ଚାଲ। ତୁମେ ଏହା ଜାଣି ଆଶ୍ଚର୍ଯ୍ୟ ହେବ, ଯେତେବେଳେ ତୁମେ ଫଳାଫଳ ଛାଡ଼ିଦିଅ, ସେତେବେଳେ ତୁମର କର୍ମ ଆହୁରି ଉତ୍ତମ ହୁଏ। 3. ନାମ ଜପକୁ ତୁମର ସବୁଠାରୁ ବଡ଼ ସାହାଯ୍ୟ ରୂପେ ଗ୍ରହଣ କର। ଯେତେବେଳେ ଦୁଃଖ ଆସେ, ସେତେବେଳେ ମନୁଷ୍ୟ କ'ଣ କରିବ? କୌଣସି ବନ୍ଧୁ କିମ୍ବା ଧନ ତୁମକୁ ସ୍ଥାୟୀ ସାହାଯ୍ୟ ଦେଇପାରିବ ନାହିଁ। କେବଳ ଭଗବାନଙ୍କ ନାମ ହିଁ ତୁମର ଆତ୍ମାରେ ଶାନ୍ତି ଭରି ଦେଇପାରିବ। ଏହି ସଂସାରର ସବୁ ବିଷକୁ ପିଇବା ପାଇଁ ତୁମର ମୁହଁରେ ଭଗବାନଙ୍କ ନାମର ଅମୃତ ରହିବା ଉଚିତ। ତୁମେ ତୁମର ମନକୁ କୁହ, ମୁଁ ଦୌଡ଼ିବି ନାହିଁ, ମୁଁ ଶାନ୍ତରେ ରହିବି। ଯାହା ଈଶ୍ୱରଙ୍କ ଇଚ୍ଛା, ତାହା ହିଁ ହେବ। ମୋର କର୍ମ ଶୁଦ୍ଧ ହେଉ। ଏହି ଜୀବନ ଏକ କ୍ଷଣିକ ଅତିଥିଶାଳା। ତୁମର ସମୟକୁ ଅର୍ଥହୀନ ଚିନ୍ତାରେ ନଷ୍ଟ କର ନାହିଁ। ପ୍ରେମ ଏବଂ ଭକ୍ତି ସହିତ ବଞ୍ଚ ଏବଂ ତୁମର ସବୁ ଦୁଃଖ ଦୂର ହୋଇଯିବ। ଉଠ, ସନ୍ତୋଷକୁ ଆପଣାର କର ଏବଂ ନିରନ୍ତର ନାମ ଜପ କର। ପୁଅମାନଙ୍କର ଅଧିକାଂଶ କଷ୍ଟ ଏହା 2ଟି ଅଦୃଶ୍ୟ ଶତ୍ରୁଙ୍କଠାରୁ ଆସେ: ଅତୀତର ଭୁଲ ପାଇଁ ଦୁଃଖ ଏବଂ ଭବିଷ୍ୟତର ଅନିଶ୍ଚିତତା ପାଇଁ ଚିନ୍ତା ଓ ଭୟ। ଆମେ ଅତୀତକୁ ଧରି ବସିଥାଉ ଏବଂ ଭବିଷ୍ୟତକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁ। ମାତ୍ର ବୁଝିବା ଉଚିତ ଯେ ଆମର ହାତରେ କେବଳ ଏହି ବର୍ତ୍ତମାନର ମୁହୂର୍ତ୍ତ ହିଁ ଅଛି। ଅତୀତ ଏକ ସ୍ୱପ୍ନ ପରି ଚାଲିଗଲା ଏବଂ ଭବିଷ୍ୟତ ଆସିନାହିଁ। ତୁମେ ନିଜକୁ ପ୍ରଶ୍ନ କର, ମୁଁ କାହା ଉପରେ ବିଶ୍ୱାସ କରୁଛି? ମୁଁ ଯଦି ମୋର ସବୁ ଚିନ୍ତାକୁ ଭଗବାନଙ୍କ ଉପରେ ଛାଡ଼ିଦିଏ, ତେବେ ମୁଁ କାହିଁକି ଅଯଥାରେ ଭୟ କରୁଛି? ଈଶ୍ୱର ଯେଉଁ ସମୟରେ ତୁମକୁ ଯାହା ଦେବା ଉଚିତ, ତାହା ଠିକ୍ ସମୟରେ ଦେବେ।
ତୁମର କାମ ହେଉଛି ବର୍ତ୍ତମାନରେ ତୁମର କର୍ତ୍ତବ୍ୟ ଶୁଦ୍ଧ ଭାବରେ ପାଳନ କରିବା। ଭୟକୁ ଜୟ କରିବାର 3ଟି ମାର୍ଗ। 1. ସାକ୍ଷୀ ହୁଅ, ବି ଦ ୱିଟନେସ୍। ଯେତେବେଳେ ମନରେ ଭୟ ବା ନକାରାତ୍ମକ ଚିନ୍ତା ଆସେ, ତୁମେ ତାକୁ ଦୂରରୁ ଦେଖ। ତୁମେ କୁହ, ଏହା ମୋର ଚିନ୍ତା ନୁହେଁ, ଏହା ମନର କାର୍ଯ୍ୟ। ନିଜକୁ ଚିନ୍ତାଠାରୁ ଅଲଗା କରିଦିଅ। ତୁମେ ହେଉଛ ଅମର ଆତ୍ମା, ଯାହାକୁ କୌଣସି ଭୟ ଛୁଇଁ ପାରିବ ନାହିଁ। 2. ଶରୀରକୁ ସାଧନା କର, ଡିସିପ୍ଲିନ୍ ଦ ବଡି। ଶରୀରକୁ ପରିଶ୍ରମ ଦିଅ। ନିୟମିତ ସାଧାରଣ ବ୍ୟାୟାମ କର, ସାତ୍ୱିକ ଭୋଜନ କର। ଯେତେବେଳେ ତୁମର ଶରୀର ଶୁଦ୍ଧ ଏବଂ ଶୃଙ୍ଖଳିତ ହୁଏ, ସେତେବେଳେ ମନ ସ୍ୱତଃ ଶାନ୍ତ ହୁଏ। ପୁଅମାନେ ଶରୀରକୁ ଅବହେଳା କରିବା ଉଚିତ ନୁହେଁ। ତୁମର ଶରୀର ହିଁ ତୁମର ଧର୍ମ ପାଳନ ପାଇଁ ଏକ ମାଧ୍ୟମ। 3. ଈଶ୍ୱରୀୟ ଶରଣାଗତି, ଡିଭାଇନ୍ ସରେଣ୍ଡର। ଯାହା ହେଉଛି ତାହା ଭଲ ପାଇଁ ହେଉଛି। ଏହି ବିଶ୍ୱାସ ରଖ, ତୁମର ଚିନ୍ତାର ସମସ୍ତ ବୋଝ ଈଶ୍ୱରଙ୍କ ପାଦରେ ଥୋଇଦିଅ। ଏହି ଶରଣାଗତି ହିଁ ତୁମକୁ ଦୁଃଖରୁ ସବୁଦିନ ପାଇଁ ମୁକ୍ତି ଦେବ। ପ୍ରକୃତ ପୁରୁଷତ୍ୱ ହେଉଛି ଆଭ୍ୟନ୍ତରୀଣ ଶାନ୍ତି। ତୁମେ ଯଦି ନିଜ ଭିତରେ ଶାନ୍ତ ରହିପାରୁଛ, ତେବେ ଦୁନିଆର କୌଣସି ଝଡ଼ ତୁମକୁ ଟଳାଇ ପାରିବ ନାହିଁ। ବର୍ତ୍ତମାନରେ କାମ କର, ଭଗବାନଙ୍କ ନାମ ଜପ କର, ଭୟକୁ ତ୍ୟାଗ କର। ତୁମର ଜୀବନ ଆନନ୍ଦ ଏବଂ ପ୍ରେମରେ ଭରିଯାଉ। ବନ୍ଧୁ, ତୁମର ମନରେ ଏବଂ ଆତ୍ମାରେ ଯେଉଁ ଯନ୍ତ୍ରଣାର ବୋଝ ଅଛି, ସେହି ବିଷୟରେ ଆଜି ଆମେ ଶେଷ ଥର ପାଇଁ କଥା ହେବା। ଜୀବନରେ ଆମେ ଏକ ବଡ଼ ଭୁଲ କରୁ। ଆମେ ଭାବୁ ଯେ ଆମର ଯନ୍ତ୍ରଣା କେବଳ ଆମର, କିନ୍ତୁ ଏହା ହେଉଛି ମାନବ ଜାତିର ସବୁଠାରୁ ପୁରୁଣା ସତ୍ୟ। ସଂଘର୍ଷ ସାଧାରଣତଃ ମଣିଷକୁ ତିଆରି କରିବାର ଉପକରଣ। ମୁଁ ଆପଣଙ୍କୁ ଆଜି କୌଣସି ସହଜ ରାସ୍ତା ଦେଖାଇବି ନାହିଁ, କାରଣ ମହାନତା କେବେ ବି ସହଜ ରାସ୍ତାରେ ମିଳେ ନାହିଁ। ଏହା ମିଳେ ସେହି ଜାଗାରେ ଯେଉଁଠାରେ ତୁମେ ଏକୁଟିଆ ଠିଆ ହୋଇ ନିଜ ଭାଗ୍ୟ ସହିତ ଲଢ଼ୁଥାଅ। ପ୍ରଥମେ ନୀରବତାର ଶକ୍ତିକୁ ବୁଝ। ଆମେ ଏପରି ଏକ ଯୁଗରେ ବଞ୍ଚୁଛୁ ଯେଉଁଠାରେ ସମସ୍ତେ ନିଜ ସମସ୍ୟା, ସ୍ୱପ୍ନ ଏବଂ ପ୍ରୟାସକୁ ଦୁନିଆକୁ ଦେଖାଇବାକୁ ଚାହାନ୍ତି, କିନ୍ତୁ ତୁମର ପ୍ରକୃତ କାମ କେବେ ବି ସୋସିଆଲ ମିଡିଆରେ ଦେଖାଇବାର ଆବଶ୍ୟକତା ନାହିଁ। ଯେତେବେଳେ ତୁମେ ନୀରବରେ ଘଣ୍ଟା ଘଣ୍ଟା କଠିନ ପରିଶ୍ରମ କର, ଯେତେବେଳେ ତୁମେ ତୁମର ଲକ୍ଷ୍ୟ ପାଇଁ ସବୁ ସୁଖ ତ୍ୟାଗ କର, ସେତେବେଳେ ହିଁ ତୁମର ଭିତରର ଶକ୍ତି ବଢ଼େ। ତୁମର ପ୍ରଗତି ଏତେ ଶାନ୍ତ ହେବା ଉଚିତ ଯେ ତୁମର ସଫଳତା ହିଁ ସବୁଠାରୁ ବଡ଼ ଶବ୍ଦ କରିବ। ନୀରବରେ କାମ କର ଏବଂ ତୁମର ଫଳାଫଳକୁ ପାଟି କରିବାକୁ ଦିଅ। ଦ୍ୱିତୀୟରେ, ବୈଧତା ଭିତରୁ ଆସେ, ବାହାରୁ ନୁହେଁ। ଭାଲିଡେସନ୍ କମ୍ସ ଫ୍ରମ୍ ୱିଦିନ୍। ଅନେକ ପୁଅ ନିଜର ମୂଲ୍ୟ ଅନ୍ୟମାନଙ୍କ ଠାରୁ ଅପେକ୍ଷା କରନ୍ତି। ଜଣେ ବନ୍ଧୁ ତୁମକୁ ପ୍ରଶଂସା କରୁ କିମ୍ବା ଜଣେ ଶତ୍ରୁ ତୁମର ନିନ୍ଦା କରୁ, ଏହା କୌଣସିଟି ତୁମର ପ୍ରକୃତ ମୂଲ୍ୟ ସ୍ଥିର କରେ ନାହିଁ। ତୁମେ କେବଳ ଗୋଟିଏ କଥାକୁ ଗୁରୁତ୍ୱ ଦେବା ଉଚିତ, ତୁମେ ନିଜେ ତୁମର ପ୍ରତିଜ୍ଞା ରଖିଲ କି ନାହିଁ। ଯେତେବେଳେ ତୁମେ କୁହ ମୁଁ ସକାଳ 5ଟାରେ ଉଠିବି ଏବଂ ତୁମେ ଉଠ, ସେତେବେଳେ ତୁମେ ନିଜ ଉପରେ ଏକ ଇଟା ରଖି ନିଜର ଆତ୍ମସମ୍ମାନର କାନ୍ଥ ତିଆରି କର। ଏହି ଆଭ୍ୟନ୍ତରୀଣ ସ୍ୱୀକୃତି ବାହାରର ଯେକୌଣସି ପ୍ରଶଂସାଠାରୁ ଅଧିକ ଶକ୍ତିଶାଳୀ। ତୃତୀୟରେ, ତୁମର ଉତ୍ତରାଧିକାରୀକୁ ଚିନ୍ତା କର। କନସିଡର ୟୋର ଲେଗେସି। ତୁମର ଜୀବନ କେବଳ ତୁମ ପାଇଁ ନୁହେଁ। ତୁମର ସଂଘର୍ଷ, ତୁମର ବିଜୟ ଏବଂ ତୁମର ଦୃଢ଼ତା ଆଗାମୀ ପିଢ଼ି ପାଇଁ ଏକ ଉଦାହରଣ ହେବା ଉଚିତ। ଯେତେବେଳେ ତୁମେ ହାରିବାକୁ ଯାଉଥାଅ, ସେତେବେଳେ ଭାବ ଯେ ତୁମର ଭବିଷ୍ୟତର ସନ୍ତାନ କିମ୍ବା ତୁମର ସାନ ଭାଇ ତୁମ ଆଡ଼କୁ ଚାହିଁ ରହିଛନ୍ତି। ତୁମେ ସେମାନଙ୍କୁ କେଉଁ କାହାଣୀ ଦେବାକୁ ଚାହୁଁଛ? ଜଣେ ବ୍ୟକ୍ତିର କାହାଣୀ ଯିଏ କଷ୍ଟରେ ଭାଙ୍ଗିଗଲା, ନା ଜଣେ ନେତା ଯିଏ ନିଜର କଷ୍ଟକୁ ନେଇ ଏକ ନୂଆ ରାସ୍ତା ତିଆରି କଲା? ତୁମର ହାତରେ ଆଜି ସୁଯୋଗ ଅଛି। ତୁମେ ବର୍ତ୍ତମାନ ଯେଉଁ ଯନ୍ତ୍ରଣାରେ ଅଛ, ତାକୁ ଅପଚୟ କର ନାହିଁ। ପ୍ରତ୍ୟେକ ଆଘାତ, ପ୍ରତ୍ୟେକ ନିରାଶାକୁ ଶକ୍ତିର ଏକ ସ୍ତର ଭାବରେ ବ୍ୟବହାର କର। ଉଠ, ଦୀର୍ଘ ନିଶ୍ୱାସ ନିଅ, ତୁମର ଲକ୍ଷ୍ୟଗୁଡ଼ିକୁ ମନେ ରଖ ଏବଂ ଏହି ଦୁନିଆକୁ ପ୍ରମାଣ କର ଯେ ତୁମେ କାଠିନ୍ୟ ଏବଂ ଅପ୍ରତିରୋଧ୍ୟତାର ମିଶ୍ରଣରେ ତିଆରି ହୋଇଛ। ଆଗକୁ ବଢ଼, ତୁମର ଯାତ୍ରା ବନ୍ଦ ହେବ ନାହିଁ। ତୁମେ ସମସ୍ତ ବୋଝକୁ ଅତିକ୍ରମ କରିବ। ବନ୍ଧୁ ଶୁଣ, ଆମେ ଯେଉଁ କଷ୍ଟ ଦେଇ ଗତି କରୁ, ତାହା ଦୁର୍ବଳତା ନୁହେଁ। ଯେତେବେଳେ ଦୁନିଆ ଆମକୁ କୁହେ ଶକ୍ତ ହୁଅ, କାନ୍ଦ ନାହିଁ, ସେତେବେଳେ ଆମ ଭିତରେ ଥିବା ସବୁ ଚାପ ଏବଂ ଦୁଃଖ ହିଁ ଆମର ପ୍ରକୃତ ଶକ୍ତି ହେବା ଉଚିତ। ତୁମେ ଏହି କଷ୍ଟରୁ ଦୌଡ଼ ନାହିଁ, ଏହାକୁ ଗ୍ରହଣ କର, କାରଣ ତୁମର ପ୍ରତ୍ୟେକ ବିଫଳତା, ପ୍ରତ୍ୟେକ ନୀରବ ଯନ୍ତ୍ରଣା ହେଉଛି ତୁମର ଇନ୍ଧନ। ତୁମେ ଭାଙ୍ଗି ଯାଇନାହୁଁ, ତୁମର କେବଳ ପରୀକ୍ଷା କରାଯାଉଛି। ଯଦି ତୁମେ ସମ୍ମାନ ଚାହୁଁଛ, ତେବେ ତାହା କେବଳ ଚେଷ୍ଟା କଲେ ମିଳିବ। ଥରେ ପଡ଼ିଗଲେ 2 ଥର ଉଠ। ଯନ୍ତ୍ରଣାକୁ ତୁମର ପ୍ରଶିକ୍ଷକ ହେବାକୁ ଦିଅ, ମାଲିକ ନୁହେଁ। ଯେତେବେଳେ ସବୁକିଛି ଅସମ୍ଭବ ଲାଗେ, ଠିକ୍ ସେହି ସମୟରେ ତୁମର ସାହସକୁ ବାହାର କର। ମନେ ରଖ, ଯେଉଁ ଲୁହା ସବୁଠାରୁ ଗରମ ନିଆଁ ଦେଇ ଗତି କରେ, ତାହା ହିଁ ସବୁଠାରୁ ଶକ୍ତିଶାଳୀ ଷ୍ଟିଲ୍ ହୁଏ। ଜଣେ ବ୍ୟକ୍ତିର ପ୍ରକୃତ ପରିଚୟ କଷ୍ଟ ନଥାଇ ନୁହେଁ, ବରଂ କଷ୍ଟକୁ ନେଇ, ତାଠାରୁ ଶିଖି ଏବଂ ସେହି ଶକ୍ତିରେ ଅନ୍ୟମାନଙ୍କୁ ଆଗକୁ ବଢ଼ାଇବାର ସାହସରେ ଥାଏ। ତୁମର ସଂଘର୍ଷ ହିଁ ତୁମର କାହାଣୀ। ଯାଅ ଏବଂ ଏହାକୁ ଏକ ମହାନ କୃତି
ମାଷ୍ଟରପିସ୍ରେ ପରିଣତ କର। କେବେ ଭାବିଛ କି କାହିଁକି ତୁମକୁ ଏତେ ଚାପ ଏବଂ ଦୁଃଖ ଦେଇ ଗତି କରିବାକୁ ପଡ଼ୁଛି? କାରଣ ପ୍ରକୃତି ତୁମକୁ ଜଣେ ସାଧାରଣ ମଣିଷ ଭାବରେ ନୁହେଁ, ବରଂ ଜଣେ ଯୋଦ୍ଧା ଭାବରେ ଦେଖିବାକୁ ଚାହୁଁଛି। ଯେତେବେଳେ ତୁମେ ନୀରବରେ କଷ୍ଟ ସହୁଛ, ସେତେବେଳେ ମନେ ରଖ, ତୁମର ଅନ୍ଧାର ରାତି ହିଁ ତୁମର ଶକ୍ତିର ମୂଳଦୁଆ ପକାଉଛି। ଲୋକେ କେବଳ ତୁମର ସଫଳତା ଦେଖିବେ, କିନ୍ତୁ ତୁମର ଯନ୍ତ୍ରଣା ହିଁ ସେହି ମୂଲ୍ୟ ଯାହା ତୁମେ ସେହି ସଫଳତା ପାଇଁ ଦେଇଛ। କେବେ ନିଜକୁ ପ୍ରଶ୍ନ କର ନାହିଁ, ମୋ ସହିତ ଏହା କାହିଁକି ହେଉଛି? ବରଂ ନିଜକୁ ପଚାର, ଏହି କଷ୍ଟ ମୋତେ କେଉଁ ଶିକ୍ଷା ଦେଉଛି ଏବଂ ମୁଁ ଏହାକୁ ବ୍ୟବହାର କରି କିପରି ଆହୁରି ମଜବୁତ ହୋଇପାରିବି? ତୁମ ଭିତରେ ଥିବା ସେହି ଛୋଟ ପିଲାଟିକୁ ମନେ ରଖ, ଯିଏ ପଡ଼ିଯିବା ପରେ କାନ୍ଦିବା ପରିବର୍ତ୍ତେ ପୁଣି ଉଠି ଠିଆ ହୋଇଥିଲା। ସେହି ସାହସ ଆଜି ବି ତୁମ ଭିତରେ ଅଛି। ତୁମର କାନ୍ଧରେ ପଡ଼ିଥିବା ପ୍ରତ୍ୟେକ ବୋଝ ହେଉଛି ତୁମର ଶକ୍ତି ବଢ଼ାଇବା ପାଇଁ ଏକ ବାଟ। ତେଣୁ ନିଶ୍ୱାସ ନିଅ, ଆଖିରେ ଆଖି ମିଶାଇ ସଂଘର୍ଷକୁ ସାମ୍ନା କର ଏବଂ ଜଗତକୁ ଦେଖାଅ ଯେ ଜଣେ ଯୋଦ୍ଧା କ'ଣ କରିପାରେ। ଆଜି ମୁଁ ତୁମକୁ ସେହି ଅନ୍ତର୍ନିହିତ ସତ୍ୟ ବିଷୟରେ କହିବାକୁ ଚାହୁଁଛି, ଯାହା ପ୍ରତ୍ୟେକ ମଣିଷ ଭିତରେ ଲୁଚି ରହିଛି। ତାହା ହେଉଛି ବିଶାଳ ସାମର୍ଥ୍ୟ। ଆମେ ସମସ୍ତେ ବଡ଼ ସ୍ୱପ୍ନ ଦେଖୁ। ଆମେ ଭାବୁ ଯେ ଆମେ ଗୋଟିଏ ରାତିରେ ସବୁକିଛି ପାଇଯିବା। କିନ୍ତୁ ଜୀବନର ସବୁଠାରୁ ବଡ଼ ସଫଳତା କୌଣସି ଗୋଟିଏ ବଡ଼ ଧମାକାରୁ ଆସେ ନାହିଁ। ଏହା ଆସେ ପ୍ରତିଦିନର ଛୋଟ ଛୋଟ ନିଷ୍ପତ୍ତିରୁ, ଯାହାକୁ ଆମେ ଶୃଙ୍ଖଳା କହୁ। ମନେକର, ତୁମେ ଏକ ବଡ଼ ପର୍ବତ ଚଢ଼ିବାକୁ ଚାହୁଁଛ। ତୁମେ କ'ଣ ଗୋଟିଏ ଡିଆଁରେ ଶିଖରରେ ପହଞ୍ଚି ପାରିବ? ନା, ତୁମକୁ ପ୍ରତିଦିନ ସକାଳୁ ଉଠିବାକୁ ପଡ଼ିବ, ପାହାଡ଼କୁ ଚାହିଁବାକୁ ପଡ଼ିବ ଏବଂ ପ୍ରଥମ ପାଦ ଆଗକୁ ବଢ଼ାଇବାକୁ ପଡ଼ିବ। ଏହିପରି ହଜାର ହଜାର ଛୋଟ ଛୋଟ ପାଦ ପରେ ଯାଇ ତୁମେ ଶିଖରରେ ପହଞ୍ଚିବ। ଯଦି ତୁମେ ନିଜ କଷ୍ଟକୁ ପ୍ରକୃତ ଶକ୍ତିରେ ବଦଳାଇବାକୁ ଚାହୁଁଛ, ତେବେ ଏହି ଦୁଇଟି ଜିନିଷ ଉପରେ ଧ୍ୟାନ ଦିଅ। 1. ଲକ୍ଷ୍ୟର ସ୍ପଷ୍ଟତା, କ୍ଲାରିଟି ଅଫ୍ ଗୋଲ୍। ତୁମେ କେଉଁଠାକୁ ଯାଉଛ ତାହା ପ୍ରଥମେ ସ୍ଥିର କର। ଗୋଟିଏ କାଗଜ କଲମ ନିଅ ଏବଂ ସ୍ପଷ୍ଟ ଭାବରେ ଲେଖ, ଆସନ୍ତା 6 ମାସରେ ତୁମେ କ'ଣ ହାସଲ କରିବାକୁ ଚାହୁଁଛ। ଏହି ଲକ୍ଷ୍ୟ ତୁମର କମ୍ପାସ୍ ହେଉ। ଯେତେବେଳେ ବି ତୁମେ ବିଭ୍ରାନ୍ତ ହେବ, ଏହାକୁ ଦେଖ। 2. ନିରନ୍ତର ଶୃଙ୍ଖଳା, ଅନୱେଭରିଂ ଡିସିପ୍ଲିନ୍। ଭାବନା, ଇମୋସନ୍ ବଦଳିପାରେ, କିନ୍ତୁ ଶୃଙ୍ଖଳା ସବୁବେଳେ ସ୍ଥିର ରୁହେ। ଯେତେବେଳେ ତୁମକୁ ଆଳସ୍ୟ ଲାଗେ, ଯେତେବେଳେ ମନ କହେ କାଲି କରିବା, ସେତେବେଳେ ହିଁ ଶୃଙ୍ଖଳା ଆପଣଙ୍କୁ ଧରି ରଖେ। ପ୍ରତିଦିନ ଲକ୍ଷ୍ୟ ଆଡ଼କୁ ଏକ ଛୋଟ କାମ କର। ଏହା ଅଧଘଣ୍ଟା ପଢ଼ିବା ହେଉ ବା 5 ମିନିଟ୍ ବ୍ୟାୟାମ। ଛୋଟ କାର୍ଯ୍ୟ କର, କିନ୍ତୁ ପ୍ରତିଦିନ କର। ମନେ ରଖ ବନ୍ଧୁ, ସବୁଠାରୁ ବଡ଼ କ୍ଷତି ହେଉଛି ଜୀବନର ଶେଷରେ ଜାଣିବା ଯେ ଆମେ ଆମ ଭିତରେ ଥିବା ସାମର୍ଥ୍ୟର କେବଳ ଅଳ୍ପ ଅଂଶ ବ୍ୟବହାର କରିଛୁ। ବର୍ତ୍ତମାନ ସମୟ ଆସିଛି ନିଜ ଉପରେ ବିଶ୍ୱାସ କରିବାକୁ। ଲକ୍ଷ୍ୟ ସ୍ଥିର କର, ନିଜର ନିୟମ ତିଆରି କର ଏବଂ ଆଗକୁ ବଢ଼। କାରଣ ଆମର ଯନ୍ତ୍ରଣା ଆମକୁ ଆମର ସାମର୍ଥ୍ୟର ସ୍ମରଣ କରାଇଥାଏ। ତୁମ ଭିତରେ ଦୁନିଆ ବଦଳାଇବାର ଶକ୍ତି ଅଛି। ଉଠ ଏବଂ ତାହା କର। ତୁମେ ଆଜି ଯେଉଁ ସଂଘର୍ଷ ଦେଇ ଗତି କରୁଛ, ତାହା କେବଳ ତୁମର ନୁହେଁ। ଏହି ଦୁନିଆରେ ପ୍ରତ୍ୟେକ ମହାନ ବ୍ୟକ୍ତି ନିଜ ଭିତରର ଏକ ଅଦୃଶ୍ୟ ଯୁଦ୍ଧକ୍ଷେତ୍ର ଦେଇ ଯାଇଛନ୍ତି। ଆମ ଭିତରର କ୍ଳାନ୍ତି, ସନ୍ଦେହ ଏବଂ ପଛରେ ପକାଇଥିବା ଦୁଃଖ, ଏସବୁ ହେଉଛି ଆମ ଜୀବନର ସବୁଠାରୁ ଉଚ୍ଚ ପାହାଡ଼। ତୁମେ ଏହି କଷ୍ଟକୁ କେବେ ହେଲେ ହାଲୁକା ଭାବରେ ନିଅ ନାହିଁ। ଏହା ହେଉଛି ପ୍ରକୃତ ଶିକ୍ଷକ, ଯିଏ ତୁମକୁ ଦେଖାଉଛି ତୁମର ମୂଲ୍ୟ କେତେ। ଯେତେବେଳେ ଜୀବନ ତୁମକୁ ଆଣ୍ଠୁମାଡ଼ି ବସିବାକୁ ବାଧ୍ୟ କରେ, ସେତେବେଳେ ତୁମର ମେରୁଦଣ୍ଡ ଭାଙ୍ଗିବା ଉଚିତ ନୁହେଁ, ବରଂ ତୁମର ସ୍ଥିରତା ଏବଂ ଦୃଢ଼ତା ବଢ଼ିବା ଉଚିତ। ଅନେକ ସମୟରେ ଲୋକେ ଆମକୁ କୁହନ୍ତି, ତୁମେ ବଦଳି ଯାଅ କିମ୍ବା ତୁମେ ଆହୁରି ଭଲ ହୋଇପାରିବ। କିନ୍ତୁ ପ୍ରକୃତ ପରିବର୍ତ୍ତନ ବାହାରୁ ଆସେ ନାହିଁ, ଏହା ଆସେ ଆତ୍ମସମ୍ମାନ, ସେଲ୍ଫ ରେସ୍ପେକ୍ଟରୁ। ଯେତେବେଳେ ତୁମେ ନିଜକୁ ନୀରବରେ ପ୍ରତିଜ୍ଞା କର ଯେ ମୁଁ ଆଉ ସେହି ବ୍ୟକ୍ତି ହେବି ନାହିଁ ଯିଏ ସହଜରେ ହାର ମାନିଯାଏ, ମୁଁ ଆଉ ସେହି ସମୟ ନଷ୍ଟ କରିବି ନାହିଁ, ମୁଁ ଯେଉଁ କଥା କହୁଛି ତାହା କରି ଦେଖାଇବି, ସେହି ମୁହୂର୍ତ୍ତରେ ତୁମେ ଆଉ କାହାକୁ ପ୍ରମାଣ କରିବା ପାଇଁ ବଞ୍ଚୁ ନାହିଁ। ତୁମେ କେବଳ ନିଜ ପାଇଁ, ନିଜର ଆତ୍ମା ପାଇଁ ଯୁଦ୍ଧ କରୁଛ। ତୁମେ ଜୀବନରେ କେତେ ଧନ ରୋଜଗାର କଲ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଗୁରୁତ୍ୱପୂର୍ଣ୍ଣ ହେଉଛି ଯେତେବେଳେ ତୁମେ ଦର୍ପଣରେ ନିଜକୁ ଦେଖ, ସେତେବେଳେ ତୁମର ଆତ୍ମା କ'ଣ କହୁଛି। ମୁଁ ମୋର ସବୁଠାରୁ ଭଲ ଚେଷ୍ଟା କରିଛି ଏବଂ ମୁଁ କେବେ ପଳାୟନ କରିନାହିଁ। ଜୀବନରେ ଆମକୁ ଅନେକ ଦୁଃଖ, ଦୁଶ୍ଚିନ୍ତା ଏବଂ ସମ୍ପର୍କରୁ ଆଘାତ ମିଳେ। ଏହା ଏକ ପଥର ପରି ଯାହା ଆମେ ଆମର ବ୍ୟାଗ୍ରେ ବୋହିଥାଉ। ଅଧିକାଂଶ ଲୋକ ଏହି ବୋଝକୁ ନେଇ ଆଗକୁ ବଢ଼ିପାରନ୍ତି ନାହିଁ, କିନ୍ତୁ ଯୋଦ୍ଧାମାନେ ସେହି ପଥରକୁ ବାହାର କରନ୍ତି ଏବଂ ତାକୁ ବ୍ୟବହାର କରି ନିଜର ଅସ୍ତ୍ର ତିଆରି କରନ୍ତି। ସେମାନେ ନିଜର ଅତୀତକୁ ପଛରେ ପକାଇ ସେଥିରୁ ଶିକ୍ଷା ନେଇ ଆହୁରି ଶାଣିତ ହୁଅନ୍ତି। ତୁମର କାହାଣୀ ସରି ନାହିଁ। ଯେତେ କଷ୍ଟ ଆସୁ ପଛେ ନିଜର ସାହସକୁ ହରାଅ ନାହିଁ। ପ୍ରତିଦିନ ନିଜ ଲକ୍ଷ୍ୟ ଆଡ଼କୁ ଅଳ୍ପ ଅଳ୍ପ କରି ଆଗକୁ ବଢ଼। ଶୃଙ୍ଖଳା ସହିତ କାମ କର, କାରଣ ଏହି ଦୁନିଆରେ ତୁମେ ଏକମାତ୍ର ବ୍ୟକ୍ତି ଯିଏ ନିଜର ଜୀବନକୁ ଏକ ମହାନ କୃତିରେ ପରିଣତ କରିପାରିବ। ତୁମର ସମୟ ଏବେ ଆରମ୍ଭ ହେଉଛି। ଉଠ ଏବଂ ତୁମର ନୀରବ ଶକ୍ତିକୁ ଦୁନିଆକୁ ଦେଖାଅ। ତୁମେ ଏହି କଥାକୁ ଧୀରେ ଧୀରେ ଗଭୀର ଭାବରେ ବୁଝିବା ଉଚିତ
ଯେ ଯନ୍ତ୍ରଣା ଆମର ଶତ୍ରୁ ନୁହେଁ। ଏହା ହେଉଛି ଜୀବନର ସବୁଠାରୁ କଡ଼ା ପରୀକ୍ଷକ, ଯିଏ ଆମକୁ କୁହେ, ଦେଖ, ତୁମର ମାନସିକ ସ୍ତର ଏବେ ବି ବଢ଼ିବାର ଅଛି। ଦୁନିଆରେ ଦୁଇ ପ୍ରକାରର ଲୋକ ଅଛନ୍ତି, ଯେଉଁମାନେ ପରିସ୍ଥିତିକୁ ଦୋଷ ଦିଅନ୍ତି ଏବଂ ଯେଉଁମାନେ କୁହନ୍ତି, ଏହା ମୋର ଦାୟିତ୍ୱ, ଇଟ୍ସ ମାଇ ରେସ୍ପନ୍ସିବିଲିଟି। ଯେତେବେଳେ ଜଣେ ବ୍ୟକ୍ତି ଦ୍ୱିତୀୟ ମାର୍ଗ ବାଛେ, ସେତେବେଳେ ସେ ଅନ୍ୟ ଉପରେ ନିର୍ଭର କରିବା ବନ୍ଦ କରିଦିଏ। ସେ ଜାଣେ ଯେ ତାର ସୁଖ, ତାର ସଫଳତା ଏବଂ ତାର ଭବିଷ୍ୟତର ମୂଳଚାବି ଅନ୍ୟ କାହା ହାତରେ ନାହିଁ, ଏହା ତାର ନିଜ ହାତରେ ଅଛି। ଏହା ହିଁ ହେଉଛି ପ୍ରକୃତ ସ୍ୱାଧୀନତା। ଆମେ ସମସ୍ତେ କ୍ଷତିଗ୍ରସ୍ତ। ପ୍ରତ୍ୟେକ ମଣିଷ ଭିତରେ କିଛି ଅସମ୍ପୂର୍ଣ୍ଣତା ଏବଂ କିଛି ପୁରୁଣା ଦାଗ ରହିଛି। ତୁମେ କ'ଣ ସେହି ଦାଗଗୁଡ଼ିକୁ ତୁମର ପରିଚୟ ହେବାକୁ ଦେବ, ନା ସେଗୁଡ଼ିକୁ ବ୍ୟବହାର କରି ଏକ ନୂଆ ଇତିହାସ ଲେଖିବ? ମନେ ରଖ, ତୁମର ଅତୀତ କେବଳ ଏକ କାହାଣୀ, କିନ୍ତୁ ତୁମର ଭବିଷ୍ୟତ ହେଉଛି ତୁମର ପସନ୍ଦ। ୟୁଅର ଫ୍ୟୁଚର ଇଜ୍ ୟୁଅର ଚଏସ୍। ଯେତେବେଳେ ତୁମେ ଏହି କଷ୍ଟକୁ ନିଜର ବୋଲି ଗ୍ରହଣ କର, ସେତେବେଳେ ତୁମେ ନିଜକୁ କହ, ମୁଁ ପଡ଼ିଲି କିନ୍ତୁ ମୁଁ ଦୌଡ଼ିବା ଶିଖିବି। ମୁଁ ହାରିଗଲି କିନ୍ତୁ ମୁଁ ପୁଣି ଥରେ ଛିଡ଼ା ହେବି। ଏହି ପଥର ମୋତେ ରୋକିପାରିବ ନାହିଁ, ଏହା ମୋତେ ଆହୁରି ମଜବୁତ କରିବ। ଜଣେ ବଡ଼ ମଣିଷ ଗୋଟିଏ ଦିନରେ ତିଆରି ହୁଏ ନାହିଁ, ଏହାକୁ ବର୍ଷ ବର୍ଷ ଧରି ଛୋଟ ଛୋଟ ବିଜୟ ଦ୍ୱାରା ନିର୍ମାଣ କରିବାକୁ ପଡ଼େ। ଶୃଙ୍ଖଳା ହେଉଛି ସେହି ସେତୁ, ଯାହା ତୁମର ବର୍ତ୍ତମାନର ସଂଘର୍ଷକୁ ତୁମର ଇଚ୍ଛିତ ଭବିଷ୍ୟତ ସହିତ ଯୋଡ଼ିଥାଏ। ତେଣୁ ଆଜିଠାରୁ କେବଳ ବଡ଼ ବଡ଼ କଥା କହିବା ବନ୍ଦ କର। କାମରେ ଲାଗିଯା। ତୁମର ସମୟର ମୂଲ୍ୟ ବୁଝ। ତୁମର ଲକ୍ଷ୍ୟ ପାଇଁ କାମ କରିବା ଆରମ୍ଭ କର ସେହି ସମୟରେ ଯେତେବେଳେ ଅନ୍ୟମାନେ ଶୋଇଛନ୍ତି ବା ମଜା କରୁଛନ୍ତି। ତୁମ ଭିତରେ ଏକ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଅପେକ୍ଷା କରିଛି, ଯିଏ ପରାଜୟ ଜାଣେ ନାହିଁ। ତୁମେ ବର୍ତ୍ତମାନ ଯେଉଁ ଯନ୍ତ୍ରଣାରେ ଅଛ, ତାହା ହିଁ ସେହି ବ୍ୟକ୍ତିତ୍ୱକୁ ବାହାର କରିବାର ପ୍ରକ୍ରିୟା। ନିଆଁରୁ ବାହାରିଥିବା ଫିନିକ୍ସ ପକ୍ଷୀ ଫିନିକ୍ସ ପରି ତୁମେ ନିଜର ଦୁଃଖର ପାଉଁଶରୁ ପୁଣି ଜୀବନ ଆରମ୍ଭ କରିପାରିବ। ଉଠ, ପୁରୁଣା କାହାଣୀକୁ ଫିଙ୍ଗି ଦିଅ, ନିଜ କାମକୁ ପୂଜା କର ଏବଂ ନିଜକୁ ପ୍ରମାଣ କର ଯେ ତୁମେ କେବଳ ବଞ୍ଚିବା ପାଇଁ ଆସିନାହୁଁ, ତୁମେ ଏହି ଦୁନିଆରେ କିଛି ମହାନ କରି ଦେଖାଇବା ପାଇଁ ଆସିଛ। ତୁମର ମନରେ ଏବଂ ଆତ୍ମାରେ ଯେଉଁ ଯନ୍ତ୍ରଣାର ବୋଝ ଅଛି, ସେହି ବିଷୟରେ ଆଜି ଆମେ ଶେଷ ଥର ପାଇଁ କଥା ହେବା। ଜୀବନରେ ଆମେ ଏକ ବଡ଼ ଭୁଲ କରୁ। ଆମେ ଭାବୁ ଯେ ଆମର ଯନ୍ତ୍ରଣା କେବଳ ଆମର, କିନ୍ତୁ ଏହା ହେଉଛି ମାନବ ଜାତିର ସବୁଠାରୁ ପୁରୁଣା ସତ୍ୟ। ସଂଘର୍ଷ ସାଧାରଣତଃ ମଣିଷକୁ ତିଆରି କରିବାର ଉପକରଣ। ମୁଁ ଆପଣଙ୍କୁ ଆଜି କୌଣସି ସହଜ ରାସ୍ତା ଦେଖାଇବି ନାହିଁ, କାରଣ ମହାନତା କେବେ ବି ସହଜ ରାସ୍ତାରେ ମିଳେ ନାହିଁ। ଏହା ମିଳେ ସେହି ଜାଗାରେ ଯେଉଁଠାରେ ତୁମେ ଏକୁଟିଆ ଠିଆ ହୋଇ ନିଜ ଭାଗ୍ୟ ସହିତ ଲଢ଼ୁଥାଅ। ପ୍ରଥମେ ନୀରବତାର ଶକ୍ତିକୁ ବୁଝ। ଆମେ ଏପରି ଏକ ଯୁଗରେ ବଞ୍ଚୁଛୁ ଯେଉଁଠାରେ ସମସ୍ତେ ନିଜ ସମସ୍ୟା, ସ୍ୱପ୍ନ ଏବଂ ପ୍ରୟାସକୁ ଦୁନିଆକୁ ଦେଖାଇବାକୁ ଚାହାନ୍ତି, କିନ୍ତୁ ତୁମର ପ୍ରକୃତ କାମ କେବେ ବି ସୋସିଆଲ ମିଡିଆରେ ଦେଖାଇବାର ଆବଶ୍ୟକତା ନାହିଁ। ଯେତେବେଳେ ତୁମେ ନୀରବରେ ଘଣ୍ଟା ଘଣ୍ଟା କଠିନ ପରିଶ୍ରମ କର, ଯେତେବେଳେ ତୁମେ ତୁମର ଲକ୍ଷ୍ୟ ପାଇଁ ସବୁ ସୁଖ ତ୍ୟାଗ କର, ସେତେବେଳେ ହିଁ ତୁମର ଭିତରର ଶକ୍ତି ବଢ଼େ। ତୁମର ପ୍ରଗତି ଏତେ ଶାନ୍ତ ହେବା ଉଚିତ ଯେ ତୁମର ସଫଳତା ହିଁ ସବୁଠାରୁ ବଡ଼ ଶବ୍ଦ କରିବ। ନୀରବରେ କାମ କର ଏବଂ ତୁମର ଫଳାଫଳକୁ ପାଟି କରିବାକୁ ଦିଅ। ଦ୍ୱିତୀୟରେ, ବୈଧତା ଭିତରୁ ଆସେ, ବାହାରୁ ନୁହେଁ। ଭାଲିଡେସନ୍ କମ୍ସ ଫ୍ରମ୍ ୱିଥିନ୍। ଅନେକ ପୁଅ ନିଜର ମୂଲ୍ୟ ଅନ୍ୟମାନଙ୍କ ଠାରୁ ଅପେକ୍ଷା କରନ୍ତି। ଜଣେ ବନ୍ଧୁ ତୁମକୁ ପ୍ରଶଂସା କରୁ କିମ୍ବା ଜଣେ ଶତ୍ରୁ ତୁମର ନିନ୍ଦା କରୁ, ଏହା କୌଣସିଟି ତୁମର ପ୍ରକୃତ ମୂଲ୍ୟ ସ୍ଥିର କରେ ନାହିଁ। ତୁମେ କେବଳ ଗୋଟିଏ କଥାକୁ ଗୁରୁତ୍ୱ ଦେବା ଉଚିତ, ତୁମେ ନିଜେ ତୁମର ପ୍ରତିଜ୍ଞା ରଖିଲ କି ନାହିଁ। ଯେତେବେଳେ ତୁମେ କୁହ ମୁଁ ସକାଳ 5ଟାରେ ଉଠିବି ଏବଂ ତୁମେ ଉଠ, ସେତେବେଳେ ତୁମେ ନିଜ ଉପରେ ଏକ ଇଟା ରଖି ନିଜର ଆତ୍ମସମ୍ମାନର କାନ୍ଥ ତିଆରି କର। ଏହି ଆଭ୍ୟନ୍ତରୀଣ ସ୍ୱୀକୃତି ବାହାରର ଯେକୌଣସି ପ୍ରଶଂସାଠାରୁ ଅଧିକ ଶକ୍ତିଶାଳୀ। ତୃତୀୟରେ, ତୁମର ଉତ୍ତରାଧିକାରୀକୁ ଚିନ୍ତା କର। କନସିଡର ୟୋର ଲେଗେସି। ତୁମର ଜୀବନ କେବଳ ତୁମ ପାଇଁ ନୁହେଁ। ତୁମର ସଂଘର୍ଷ, ତୁମର ବିଜୟ ଏବଂ ତୁମର ଦୃଢ଼ତା ଆଗାମୀ ପିଢ଼ି ପାଇଁ ଏକ ଉଦାହରଣ ହେବା ଉଚିତ। ଯେତେବେଳେ ତୁମେ ହାରିବାକୁ ଯାଉଥାଅ, ସେତେବେଳେ ଭାବ ଯେ ତୁମର ଭବିଷ୍ୟତର ସନ୍ତାନ କିମ୍ବା ତୁମର ସାନ ଭାଇ ତୁମ ଆଡ଼କୁ ଚାହିଁ ରହିଛନ୍ତି। ତୁମେ ସେମାନଙ୍କୁ କେଉଁ କାହାଣୀ ଦେବାକୁ ଚାହୁଁଛ? ଜଣେ ବ୍ୟକ୍ତିର କାହାଣୀ ଯିଏ କଷ୍ଟରେ ଭାଙ୍ଗିଗଲା, ନା ଜଣେ ନେତା ଯିଏ ନିଜର କଷ୍ଟକୁ ନେଇ ଏକ ନୂଆ ରାସ୍ତା ତିଆରି କଲା? ତୁମର ହାତରେ ଆଜି ସୁଯୋଗ ଅଛି। ତୁମେ ବର୍ତ୍ତମାନ ଯେଉଁ ଯନ୍ତ୍ରଣାରେ ଅଛ, ତାକୁ ଅପଚୟ କର ନାହିଁ। ପ୍ରତ୍ୟେକ ଆଘାତ, ପ୍ରତ୍ୟେକ ନିରାଶାକୁ ଶକ୍ତିର ଏକ ସ୍ତର ଭାବରେ ବ୍ୟବହାର କର। ଉଠ, ଦୀର୍ଘ ନିଶ୍ୱାସ ନିଅ, ତୁମର ଲକ୍ଷ୍ୟଗୁଡ଼ିକୁ ମନେ ରଖ ଏବଂ ଏହି ଦୁନିଆକୁ ପ୍ରମାଣ କର ଯେ ତୁମେ କାଠିନ୍ୟ ଏବଂ ଅପ୍ରତିରୋଧ୍ୟତାର ମିଶ୍ରଣରେ ତିଆରି ହୋଇଛ। ଆଗକୁ ବଢ଼, ତୁମର ଯାତ୍ରା ବନ୍ଦ ହେବ ନାହିଁ। ତୁମେ ସମସ୍ତ ବୋଝକୁ ଅତିକ୍ରମ କରିବ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଲା, ତେବେ ଏହାକୁ ଲାଇକ୍, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓ ବିଷୟରେ ଆପଣଙ୍କ ମୂଲ୍ୟବାନ ମତାମତ କମେଣ୍ଟ ନିଶ୍ଚୟ ଦିଅନ୍ତୁ। ସବୁଠାରୁ ଆଗ ନୂଆ ଭିଡ଼ିଓ ଦେଖିବା ପାଇଁ ଘଣ୍ଟି ଚିହ୍ନ, ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ।